ତାତିରେ ରେକର୍ଡ କଲା ଓଡ଼ିଶା। ଦେଶର ପ୍ରଥମ ଓ ଏସିଆ ମହାଦେଶରେ ତୃତୀୟ ଉତ୍ତପ୍ତ ସହର ପାଲଟିଛି ଓଡ଼ିଶାର ବାରିପଦା ଓ ବୌଦ୍ଧ। ଏହି ଦୁଇ ସହରର ତାପମାତ୍ରା 45.2 ଡିଗ୍ରୀ ରେକର୍ଡ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏନେଇ ଏକ୍ସରେ ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବୁଲେଟିନ୍ ଅନୁସାରେ ଏସିଆ ମହାଦେଶର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ସମାନର ଜୋବା ସହର। ଏଠାରେ ତାପମାତ୍ରା 50.4 ଡିଗ୍ରୀ ରେକର୍ଡ କରାଯାଇଛି। ତା ତଳକୁ ରହିଛି ମିଆଁମାରର ଚୌକ। ଏଠାରେ ତାପମାତ୍ରା 46.6 ଡିଗ୍ରୀ ରେକର୍ଡ କରାଯାଇଛି। ପଞ୍ଚମ ସ୍ଥାନରେ ପଶ୍ଚିମବଙ୍ଗର ବାଙ୍କୁରା, ଷଷ୍ଠ ସ୍ଥାନରେ ରହିଛି ଝାଡ଼ଖଣ୍ଡର ଜାମସେଦପୁର। ଏଠାରେ ତାପମାତ୍ରା 44.5 ଡିଗ୍ରୀ ରେକର୍ଡ କରାଯାଇଛି। ସପ୍ତମରେ ରହିଛି ମିଆଁମାରର ମନୁଆ। ଏଠାରେ 44.3 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ତେଲେଙ୍ଗାନାର ନାଣ୍ଡିଆଲରେ 44.3 ଡିଗ୍ରୀ, ଉତ୍ତରପ୍ରଦେଶର ବାରାଣସୀ ଓ ବାବତପୁରରେ 43.7 ଏବଂ ନେପାଳର ଭାଇରାୱା ଏୟାରପୋର୍ଟରେ ତାପମାତ୍ରା 43.6 ଡିଗ୍ରୀ ରେକର୍ଡ କରାଯାଇଛି। ସେପଟେ ରାଜ୍ୟର 13ଟି ସହରର ତାପମାତ୍ରା 43 ଡିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଛି। ବାରିପଦା ଓ ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା 45.2 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। 30 ସହରର ତାପମାତ୍ରା 40 ଡିଗ୍ରୀ କିମ୍ବା ଅଧିକ ରେକର୍ଡ ହୋଇଛି। ବୌଦ୍ଧ, ବାରିପଦା, ନୟାଗଡ଼, ଯାଜପୁର, କେନ୍ଦୁଝର, ନୂଆପଡ଼ା, ଢେଙ୍କାନାଳ, ଭଦ୍ରକ ଓ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି।